ନାଇଁ ନାଇଁ ଆମେ ଆଜ୍ଞା ଜମି ଦେଇନୁ ଆମ ନାଁରେ ଜୋରଜବସ୍ତି ଆଜ୍ଞା ସେ କହୁଛନ୍ତି ଯେ ଦେଇ ଦେଇଛୁ ବୋଲି ଆମେ ଦେଇନୁ ଜମି। ନାଇଁ ନାଇଁ ଆମେ ଜମି ଦେଇନୁ। ଆମ 1000 ଏକର ଭିତରେ ଆମ ଜମି ଅଛି କିନ୍ତୁ ଜମିର ମାଲିକ ବର୍ତ୍ତମାନ ସୁଦ୍ଧା ସେମାନେ ହେଇନାହାନ୍ତି। ନାଇଁ ଜମି ଆମର ତା ଭିତରେ ଅଛି ପ୍ଲାଣ୍ଟ ଭିତରେ ମାନେ ଯୋଉ ତାଙ୍କ ଯୋଉ ଇଏ ପ୍ରେମିସେସ୍ ଏରିଆ ଅଛି ତା ଭିତରେ ଅଛି 1000 କୋଟିରେ ଅଛି କିନ୍ତୁ ଆମେ ଜମି ଏପର୍ଯ୍ୟନ୍ତ ଦେଇନୁ। ଆମ ନାଁରେ ଅଛି କରିନାହାନ୍ତି ସାର୍ ଜୋରଜବସ୍ତି ଆଜ୍ଞା ସେଇଟା ତ ମୁଖ୍ୟ ପ୍ରସଙ୍ଗ ତ ସେଇଆ। ଯଦି ଜମି ଆମେ ଦେଇନୁ ଆପଣ ମାନେ କଲେ କେମିତି ଆପଣଙ୍କ ନାଁରେ କଲେ କେମିତି ଆର ଚେଞ୍ଜ ହେଇନି କିଛି ହେଇନି ଆପଣ କଲେ କେମିତି? ନାଇଁ ବାଉଣ୍ଡରୀ ୱାଲ୍ ସେମାନେ ଏପର୍ଯ୍ୟନ୍ତ ସେକଡ ଏରିଆ ଦେଇନାହାନ୍ତି କିନ୍ତୁ ଜମି ତାଙ୍କ ପ୍ରେମିସେସ୍ ଭିତରେ ଅଛି ଯୋଉ 1000 ଏକର ସେମାନେ କହୁଛନ୍ତି 1000 ଏକର ମାନେ 500 ଏକର ବାଉଣ୍ଡରୀ ଦେଇଛନ୍ତି କିନ୍ତୁ ଅଧିଗ୍ରହଣ ଏରିଆରେ ସେଇଟା ଯାଉଛି। ହଁ କୋର୍ଟକୁ ଆଜ୍ଞା ଯାଇଥିଲି ସମସ୍ତେ ଆମେ ବି ଯାଇଛୁ କୋର୍ଟକୁ ଯାଇଛୁ ସେ ବିଷୟରେ ହାଇକୋର୍ଟ ମଧ୍ୟ ଅଛି ହାଇକୋର୍ଟରେ ବର୍ତ୍ତମାନ ସୁଦ୍ଧା ବି ସେ କେସ୍ ପେଣ୍ଡିଂ ଅଛି ଚାଲିଛି ଆଜ୍ଞା। ହାଇକୋର୍ଟ ଦେଇଛନ୍ତି ଆମ ମାନ୍ୟବର ଜିଲ୍ଲାପାଳକୁ ଦେଇଛନ୍ତି ସେ ତାଙ୍କର ହିସାବ କରି କଲେ ଚାଲିଛି ଆଜ୍ଞା 2-3 ମାସ ହେଲାଣି ଚାଲିଛି ଆଜ୍ଞା। ଆଜ୍ଞା ଶୁଣନ୍ତୁ ଗୋଟେ କଥା ହଉଛି ଜେଏସଡବ୍ଲ୍ୟୁ କୁ ସାଫରନ ବିକିଲା ଜେଏସଡବ୍ଲ୍ୟୁ କୁ ସାଫରନ ବିକିଲା ଜମି ସେଇଟା ଗୋଟିଏ କଥା ହଉଛି ସେକ୍ସନ 101 ରେ ରହ ଟିକେ ସାଫରନ ଯୋଉ ବିକିଛି ତାର ନିୟମ ଅଛି ଯେ 3 ବର୍ଷ ଭିତରେ ସେ ପ୍ଲାଣ୍ଟ କମ୍ପ୍ଲିଟ କରିକି ଦବ କିନ୍ତୁ ବର୍ତ୍ତମାନ 3 ବର୍ଷ ଭିତରେ ସେ କୋଉଠି ଦେଇପାରିବ ଜମି ତ ଏପର୍ଯ୍ୟନ୍ତ ଡିସ୍ପ୍ୟୁଟ କରୁନି କୋଉଠି ସେ ଦବ 3 ବର୍ଷ ଆଜ୍ଞା ଏଇ ଯୋଉ ନୂଆ ନିୟମ ହେଇଛି ସେକ୍ସନ 101 ସେଥିରେ ଅଛି 3 ବର୍ଷ ଭିତରେ ହବା କଥା କିନ୍ତୁ ବର୍ତ୍ତମାନ ସୁଦ୍ଧା ତ ବର୍ଷେ ତ କ୍ରସ କରିଗଲାଣି। ସେଇଟା ଆଜ୍ଞା ତଦନ୍ତ ସାପେକ୍ଷ ନାଇଁ ସେଇଟା ଆଜ୍ଞା ତଦନ୍ତ ସାପେକ୍ଷ ଯେ କେମିତି ଏଇଟା ଏଇଭଳିଆ ଇସ୍ୟୁ ହେଲା ସେଇଟା ତଦନ୍ତ ସାପେକ୍ଷ। ହଁ ଆମର ଇଣ୍ଡଷ୍ଟ୍ରିଆଲ ଏରିଆ ଯେ ଆଜ୍ଞା ଦେଖନ୍ତୁ ବର୍ତ୍ତମାନ ଆମର ଆପଣ ମାନେ ଜାଣିକି ଗୋଟେ ଆଶ୍ଚର୍ଯ୍ୟ ହେବେ ଆମେ ହଉଛୁ ବର୍ତ୍ତମାନ ଭାରତର ଯୋଉ AQI ଏୟାର କ୍ୱାଲିଟି ଇଣ୍ଡେକ୍ସ ଆପଣ ମାନେ ଭଲ କି ଜାଣିଥିବେ ବର୍ତ୍ତମାନ ଆମ ଏରିଆ ଭାରତୀୟ ସ୍ତରରେ 2-3 ନମ୍ବରରେ ଅଛି 300 ସମଥିଙ୍ଗ ଆଜ୍ଞା କ୍ରସ କଲାଣି ତ ଆପଣ ମାନେ ଭାବନ୍ତୁ ଆମର କିଡନୀ ଫେଲିଓର ପେସେଣ୍ଟ ହାର୍ଟ ପେସେଣ୍ଟ ବର୍ତ୍ତମାନ ବହୁତ ଆଶାତୀତ ଭାବେ ବୃଦ୍ଧି ପାଇଲେଣି ପାଣି ପଲ୍ୟୁଟେଡ ଏୟାର ପଲ୍ୟୁଟେଡ ଆମେ କୁଆଡେ ଯିବୁ ଆଜ୍ଞା ଆମ ଗାଈ ଗୋରୁ ସମସ୍ତେ ବର୍ତ୍ତମାନ ଆଜ୍ଞା ଚରିବା ପାଇଁ ଜାଗା ଟିକେ ନାହିଁ ଖାଇବା ପାଇଁ ଜାଗା ଟିକେ ନାହିଁ ଆମେ ମାନେ ଶାନ୍ତିରେ ବସିବା ପାଇଁ ଜାଗା ଟିକେ ନାହିଁ ଆମେ ଏଇ ମାନେ ଯଦି ଆପଣ ସ୍ୱଚ୍ଛ ଭାବରେ ଗୋଟିଏ କଥା ଆମେ କହିବାକୁ ଚାହିଁବୁ ଆମେ ଏଇ ପ୍ଲାଣ୍ଟକୁ ସମ୍ପୂର୍ଣ୍ଣ ଭାବେ ପ୍ରୋଟେଷ୍ଟ କରୁଛୁ। ଖଡଗପ୍ରସାଦ ଆଜ୍ଞା ଖଡଗପ୍ରସାଦ ଢେଙ୍କାନାଳ ଜିଲ୍ଲା ଓଡ଼ିଶା। ଆଜ୍ଞା ଚାକିରି ଆଜ୍ଞା ଏଇଠି ଆମର ବଡ ଭାଇ ଜଣେ ପୂର୍ବତନ କହୁଥିଲେ ସରପଞ୍ଚ କହୁଥିଲେ ଆମର ଚାକିରି ଆଜ୍ଞା ସେମାନେ ଯୋଉ ଦଉଛନ୍ତି ଆପଣ ମାନେ ଯଦି ଟିକେ ଭଲ ଭାବରେ ଇନକ୍ୱାରି କରିବେ ବା କରିଥିବେ ବି ଆପଣ ମାନେ ନଲେଜ ଥିବ ସେ କହୁଥିଲେ ଓଡିଆ ନନ ଓଡିଆ ଭିତରେ ଫରକ ଆମେ ଏଇଟା କ୍ଲିୟରଲି ଆଜ୍ଞା ଆମେ ଏଇଟା ଉପଭୋଗ କରୁଛୁ ଯୋଉଟା କି ଭୋଗ କରୁଛୁ କଣ ନା ରୁଙ୍ଗଟା ଆମ ପାଖରେ ରୁଙ୍ଗଟା ଅଛି ଆମ ପାଖରେ ଜିଏମଆର ଅଛି ଆମ ପାଖରେ ଟାଟା ଅଛି ଆମେ ଦେଖୁଛୁ ଆଜ୍ଞା ଯୋଉଟା କି ବଡ ଭାଇ କହୁଥିଲେ ଆମେ ଯୋଉଟା 500 ଟଙ୍କା ପାଇବୁ ସେମାନେ ଏଇଟା 10,000 ପାଇବେ ନା ଟ୍ୟାଲେଣ୍ଟର କୌଣସି ପ୍ରକାର ଡିଫରେନ୍ସ ଅଛି ନା ସ୍କିଲର ଡିଫରେନ୍ସ ଅଛି ନା କ୍ୱାଲିଫିକେସନ ଡିଫରେନ୍ସ ଅଛି ତାପରେ ବି ସେମାନେ ସେଇଭଳି ତ ଆମକୁ ଯେତେବେଳେ ପ୍ଲାଣ୍ଟ ତିଆରି ହେଇଯାଉଛି ସେତେବେଳେ ଆମର କଣ ହଉଛି ନା ଆମକୁ ଯିବା ପାଇଁ ଆଜ୍ଞା ଗେଟ ପାସ୍ ମିଳୁନି ଆମେ କାହାକୁ ଗ୍ରିଭାନ୍ସ ଦେବା ପାଇଁ ଗେଟ ପାସ୍ ମିଳୁନି ସିଏସଆର ଆକ୍ଟିଭିଟିଜରେ ଆମକୁ କିଛି ମିଳୁନି ତାହେଲେ ଆମେ ଦବୁ କି ଲାଭ କଣ କେହି ଆଜ୍ଞା ଆସୁନାହାନ୍ତି ଆମ ଏରିଆକୁ କେହି ବି ଆସୁନାହାନ୍ତି କାହିଁକି ନା ସମସ୍ତେ ମିଳିତ ସମସ୍ତେ ଅଲ୍ ଆର୍ ମାନେ ନାଇଁ ଆଜ୍ଞା ଆମ ଅଞ୍ଚଳକୁ କେହି ଯାଉନାହାନ୍ତି ଆଜ୍ଞା ସମସ୍ତେ ଯାଉଛୁ ମାନେ ସବୁ ହଉଛି କିନ୍ତୁ ଆଜ୍ଞା କୌଣସି ମନ୍ତ୍ରୀ ନେତା କେହି ଆମ ଅଞ୍ଚଳକୁ ଯାଉନାହାନ୍ତି ଆମର ଆମେ ତାଙ୍କୁ ଆଜ୍ଞା କେବେ ଦେଖିନୁ ପାତ୍ରକୁ ଆମେ କେବେ ଦେଖିନୁ ଆମ ଅଞ୍ଚଳକୁ ସେ କେବେ ଯାଇନାହାନ୍ତି ସେ ଢେଙ୍କାନାଳ ଡିଷ୍ଟ୍ରିକ୍ଟରୁ ଆଜ୍ଞା ଢେଙ୍କାନାଳ ଟାଉନରୁ ଆମ ଅଞ୍ଚଳକୁ କେବେ ଯାଇନାହାନ୍ତି ଆମର ଖଡଗପ୍ରସାଦ ଆମର ସୀମାରାଣୀ ନାୟକ ଆଜ୍ଞା ଆମେ ଚାହୁଁଛୁ ଯେ ଯଦି ଶୁଣନ୍ତୁ ଇଣ୍ଡଷ୍ଟ୍ରି କି ଆମେ ସ୍ୱାଗତ କରିବୁ କିନ୍ତୁ ଗୋଟିଏ କ୍ଷେତ୍ରରେ ସ୍ୱାଗତ କରିବୁ ଯଦି କୌଣସି ସବୁଜିମା ପ୍ଲାଣ୍ଟ ଗ୍ରିନେରୀ ପ୍ଲାଣ୍ଟ ହୁଏ ତାହେଲେ ଆମେ ତାଙ୍କୁ ସ୍ୱାଗତ କରିବୁ ଯୋଉଟା କି ଆମ ଏୟାର କ୍ୱାଲିଟି ଇଣ୍ଡେକ୍ସ ଆମ ପଲ୍ୟୁସନ ମାନେ ଆମ ଯୋଉ ଜଳ ପଲ୍ୟୁସନ ଏଇଗୁଡାକୁ ସବୁ ମାନେ ପ୍ରୋଟେଷ୍ଟ କରିବ ଆମକୁ ଭଲରେ ଦବ ସେଇମାନଙ୍କୁ